ଆମର ଗତ 4/3/2026 ବାଲେଶ୍ୱର ଟାଉନରେ ଦୁର୍ଗା ମଣ୍ଡପ ଆଖତପୁର ପାଖରେ ଗୋଟେ ଗଣ୍ଡଗୋଳ ହେଇଥିଲା। ତ ସେଇ ଗଣ୍ଡଗୋଳରେ ଗୋଟେ ହାର୍ଡକୋର କ୍ରିମିନାଲ ଅଛି, ତା ନାଁ ହଉଛି ଛୋଟୁ ଓରଫ କିତିଶ କୁମାର ଦାସ। ସେ ତାର ସହଯୋଗୀ ମାନଙ୍କ ସହିତ ମିଶି ଗୋଟେ ସୁରଜ କୁମାର ବେହେରା ବୋଲି ଗୋଟେ ପିଲାକୁ ମରଣାନ୍ତକ ଆକ୍ରମଣ କରିଥିଲା, ଯିଏକି ପରବର୍ତ୍ତୀ ସମୟରେ ସେ ଜଣେ ଡେଥ୍ କରି ଯାଇଥିଲା। ତ ସେଥିରେ ଆମର ଟୋଟାଲ 2 ଜଣ ସାବାଳକ ଆଉ 5 ଜଣ ନାବାଳକଙ୍କୁ ଗିରଫ କରାଯାଇଛି। ତ ସେଥିପାଇଁ ତାର ଯୋଉ ମାରିଥିବା ୱେପନ ଅଫ ଅଫେନ୍ସ, ଏଇ ଯୋଉ ପିଲାକୁ ହତ୍ୟା କରାଗଲା ସୁରଜ ବେହେରା, ସେ ତାଙ୍କ ସାଙ୍ଗମାନଙ୍କ ସହିତ ସେଠି ହୋଲି ଖେଳୁଥିଲେ। ତ ଏଇ ଯୋଉ କନଫ୍ଲିକ୍ଟଟା, ସେ ଆଗରୁ ବଦମାସଟା, ତାଙ୍କର ପୂର୍ବ ଶତ୍ରୁତା ଥିଲା, ସେ ସମସ୍ତଙ୍କୁ ଲାଗେ ଛୋଟୁ। ତ ଛୋଟୁ କଣ କରିଛି, ତାର ସାଙ୍ଗମାନଙ୍କ ସହିତ ସେଇପଟେ ବୁଲି ବୁଲି ଚକ୍କର କାଟିଛି ଆଉ ତାଙ୍କୁ ଇନଷ୍ଟିଗେଟ କରିଛି। ତ ଏମାନେ ତାକୁ ଯେହେତୁ ବିରୋଧ କରିଛନ୍ତି, ସେ ସେତେବେଳେ ତାର ସାଙ୍ଗମାନଙ୍କୁ ଧରି এই ସୁରଜକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ବର୍ତ୍ତମାନ 5 ଜଣ ନାବାଳିକ ଆଉ 2 ଜଣ ସାବାଳିକ ଯାହା ଭିତରେ ସମ୍ପୃକ୍ତି ଥିଲା ସମସ୍ତଙ୍କୁ डिटेन କରାହେଇଛି। ନାବାଳିକ ମାନଙ୍କୁ ଆଉ ସାବାଳିକ ମାନଙ୍କୁ ଗିରଫ କରାହେଇଛି, ତାଙ୍କୁ କୋର୍ଟ ଫରୱାର୍ଡ କରାହେବ।